ସ୍କାନ୍ ଷ୍ଟିଲ୍ସର ଭକ୍ତିପୂତ ନିବେଦନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବାହାରୁ ମଜବୁତ ଭିତରୁ ଦମଦାର ସ୍କାନ୍ ଷ୍ଟିଲ୍ସ। ଦାରୁ ବ୍ରହ୍ମଙ୍କ ଲୀଳା ବଡ଼ ବିଚିତ୍ର। ସେହି ରହସ୍ୟମୟ ଦିବ୍ୟ ସତ୍ତାଙ୍କୁ ବୁଝିବା ମଣିଷ ପାଇଁ ଯେତିକି କଷ୍ଟକର, ମୁନି ଋଷିଙ୍କ ପାଇଁ ସେତିକି ଜଟିଳ। କେତେବେଳେ ସେ ମହୋଦଧିରେ ଦାରୁ ରୂପେ ଭାସି ଆସନ୍ତି ତ କେତେବେଳେ ସୋନପୁରରେ ପାତାଳି ରୂପେ ଅବସ୍ଥାନ କରନ୍ତି। ଭକ୍ତ ଭଗବାନଙ୍କ ନିଆରା ସମ୍ପର୍କ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ। ଭକ୍ତ ଛୁଇଁଦେଲେ ରଥଚକ, ସତେ ଯେମିତି ବଦଳିଯାଏ ଜୀବନ ଚକ୍ର। ଯୋଡ଼ା ଆଷାଢ଼ରେ ଅନୁଷ୍ଠିତ ହୁଏ ମହାପର୍ବ ନବକଳେବର। ବନଜାଗ ଯାତ୍ରାରେ ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ସନ୍ଧାନ ହୁଏ ଦାରୁ। ବିଶ୍ୱର ଏକମାତ୍ର ଠାକୁର ଯେ ସାଧାରଣ ନିମ ଦାରୁରୁ ବିବର୍ତ୍ତନ ହୋଇ ପାଲଟି ଯାଆନ୍ତି କୋଟି ଓଡ଼ିଆର ଅସାଧାରଣ ମଉଡ଼ମଣି। ତିନି ଠାକୁରଙ୍କ ରଥ ନିର୍ମାଣରେ ବ୍ୟବହାର ହୁଏ 865 ଖଣ୍ଡ କାଠ। ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ସିଂହଦ୍ୱାର ରଥ ଚକଡ଼ାରେ ନିର୍ମାଣ ହୁଏ 3 ରଥ। ଏଥିପାଇଁ ନୟାଗଡ଼, ବୌଦ୍ଧ, ଗଞ୍ଜାମ ଓ ବରଗଡ଼ ଜିଲ୍ଲାରୁ ଆସିଥାଏ ବଛା ବଛା କାଠ। ଠାକୁରଙ୍କ ସେନାପଟା ପାଇଁ କାଠ ଶଗଡ଼ିରେ ଆସେ ସତ୍ୟବାଦୀରୁ। କାଠ ଅଭାବ ପୂରଣ ପାଇଁ ପୁରୀ ଖୋର୍ଦ୍ଧା ସମେତ 10ଟି ଜିଲ୍ଲାରେ ହୋଇଛି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ। ରଥଯାତ୍ରାରେ ରଥଚକ ଛୁଇଁବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ। ରଥଯାତ୍ରା ଶେଷ ପରେ 3 ରଥଚକ ବିକ୍ରି ହୋଇଥାଏ। ଏହି ଚକ 1 ଲକ୍ଷ ଟଙ୍କାରେ ବ୍ୟକ୍ତିବିଶେଷଙ୍କୁ ବିକ୍ରି ହେଉଥିବା ବେଳେ ଧାର୍ମିକ ସଂଗଠନକୁ ବିନା ମୂଲ୍ୟରେ ମଧ୍ୟ ବିତରଣ କରାଯାଇଥାଏ। ଆସ୍ଥା ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ମହାପ୍ରଭୁ ନୀଳାଦ୍ରିନାଥ। ଆମ ଘର ପାଇଁ ସ୍ୱପ୍ନଠୁ ବେଶୀ ଜରୁରୀ ଥିଲା ସୁରକ୍ଷା। ଆଉ ସୁରକ୍ଷାର ସେଇ ସ୍ୱପ୍ନକୁ ପୂରଣ କଲା ସୃଷ୍ଟି TMT। ସମ୍ଭାବନାରୁ ସମୃଦ୍ଧି ସ୍କାନ୍ ଷ୍ଟିଲ୍ସ। Business breaking.